ଶ୍ରୀକୃଷ୍ଣ আর କଂସ ମହାରାଜ ଭିତରେ ଆଜି ଏନ୍ତା ଯୁଦ୍ଧ ହେଲା ଯେ ଷ୍ଟେଜ ନୁ ପୁରା ଥରି ଉଠଲା। ଆଜି ଆମ ଚିପିଲିମା ଧନୁଯାତ୍ରାର ଲାଷ୍ଟ ଦିନ ଥିଲା ଆଉ ଆଜି କଂସ ବଦ୍ଧ ବି ଥିଲା। ତ କଂସ ବଦ୍ଧ ଦେଖବାର ଲାଗି ଏତେ ସାରା ଭିଡ ହେଇଥିଲେ। ଷ୍ଟେଜ ବି ରେଡି ହେଇଯାଇଥିଲା ନ ଖାଲି କଂସ ମହାରାଜ ଆସିବାର ବାକି ଥିଲା। କଂସ ମହାରାଜ ଯେନ୍ତା ଆସିଲେ ବ୍ୟାକ୍ ଟୁ ବ୍ୟାକ୍ କଣ୍ଟିନ୍ୟୁ ପ୍ରୋଗ୍ରାମ ମାନେ ଷ୍ଟାର୍ଟ ହେଇଗଲା। ଇ ପାର୍ଟି ତ ନିଜେ ନାଚିଲେ ନାଚିଲେ ଲାଷ୍ଟ କଂସ ମହାରାଜ କେ ବି ଧରିକି ନଚେଇ ବସିଲେ। ଗୋଟେ ଆଡେ ଶ୍ରୀକୃଷ୍ଣ ବଳରାମ ଠିଆ ହେଇଥିଲେ ଆଉ ଗୋଟେ ଆଡେ କଂସର ସୈନ୍ୟ ସାମନ୍ତ ଠିଆ ହେଇଥିଲେ। ଶ୍ରୀକୃଷ୍ଣ ଯେନ୍ତା ଶିବ ଧନୁଷ ଭାଙ୍ଗି ସାରିଲେ କଂସର ସେନା ଆଉ ଶ୍ରୀକୃଷ୍ଣ ବଳରାମ ଭିତରେ ବହୁତ ଯୁଦ୍ଧ ହେଇଗଲା। ଯୁଦ୍ଧ ଦେଖବାର ଲାଗି କେତେ ଭିଡ ହେଇଗଲେ ଯେ କହ ନେଇନ। ଗୋଟେ ଗୋଟେ କରି ସବୁ ସୈନ୍ୟ ସାମନ୍ତ କେ ଖତମ କଲା ପରେ ଏବେ ଫାଇନାଲି କୃଷ୍ଣ ପହଞ୍ଚି ଯାସନ୍ କଂସ ମହାରାଜର ପାଖେ। ମୁଁ ଜଗନ୍ନାଥ, ମୁଁ ଜଗତର ନାଥ, ମୋ ସ୍ରଷ୍ଟା, ମୁଁ ହିଁ ଧାରଣ କରିଥିଲି ମୀନ ରୂପ। ବାମନ, ପରଶୁରାମ, ରାମ, ବଳରାମ, ମୁଁ ହିଁ ସୃଷ୍ଟି କରିଥିଲି କୁରୁକ୍ଷେତ୍ରରେ ମହାଭାରତ। ଆଉ ମୁଁ ହିଁ ଆସୁଛି କଳ୍କି ରୂପରେ।